ବୁଝିଲେନି ଆଜି ଆଉ ଟିକେ ଲେଟ୍ ହେଇଗଲା 10ଟା ବାଜିଲାଣି ଆଉ ସବୁବେଳେ 6ଟାରୁ ଆସିକି ମଇଦା ଫଇଦା ଗୋଳେଇକି ଆମ ସବୁ ମେସିନ୍ ଆରମ୍ଭ ହେଇଯାଏ ଆମର ଆଜି କିଛି ଆରମ୍ଭ ହେଇନି 10ଟା ବାଜିଲାଣି ଆହୁରି ମାଲିକ ଯିଏ ସିଏ ତାଙ୍କର ଯାଇଥିଲେ କୁଆଡ଼େ ଆଜି ଲେଟ୍ରେ ଆସିକି ଶୋଇଲେ ତ ଉଠି ନାହାନ୍ତି ଆଉ ମୁଁ ଯାଉଛି ଡାକି ତାଙ୍କୁ ନେଇକି ଆସେ ମଇଦା ଫଇଦା ଗୋଳେଇକି ରେଡ଼ି କରି ରଖିଛି ସବୁ ଥୁଆ ହେଇଛି ସବୁ ମଇଦା ଥୁଆ ହେଇଛି ଡାକି ନେଇକି ଆସେ ମେସିନ୍ ଚଲେଇବୁ ଆଉ ସାଢ଼େ 10ଟା ବାଜିଗଲାଣି ପୁରା ଗରମ ଜୋରରେ ଝାଳ ଫାଳ ପୁରା ମୁହଁ ଫୁଅ ହେଇଲାଣି ଯାଉଛି ଡାକିକି ଧରିକି ଆସେ ତାଙ୍କୁ ଅଛି କି ଓଜନ ହେଉଛି ଏଠି ସେ ଓଜନ ହେଉଛୁ କେତେ କିଲୋ ହେଲୁ ଆରେ ଛିଡ଼ା ହେଲେ ଦେଖିବା କେତେ କିଲୋ ହେଉଛି ଦେଖାଉନ ଡର ହେଇଯାଉଛି 23 କିଲୋ 600 ଯା 23 କିଲୋ ତ କୁଇଣ୍ଟାଲ ହେଇଥାନ୍ତା ଏଠି କ'ଣ କରୁଛୁ ଖାଇବାକୁ ଦରକାର ୟାକୁ କାହିଁ ଧରିକି ଆଉ ସାଙ୍ଗରେ ଏକୁଆ ଧରିକି ଆଇଲୁ ଜରି ଫରି ଘାଣ୍ଟିଲା ନେଇ ଦେଖ ଚେଷ୍ଟା ନୁନ ଦେଖା ହଁ ଭାତ ବସେଇକି ଆଇଛୁ ଆଉ ଏଟାକୁ ନେଇଯାଉନୁ ଏଇଟା ଦୁଷ୍ଟ ହବ ଏଠି ଖଇଦେବ ନା ପଖାଳ ଧରିକି ଆଇଛୁ ହାତରେ ଟିକେ ଖଇଦେବନି ସେ ଭାତ ପଖାଳ ଆଳୁ ଭଜା ଆଉ ଜିରା ଆଉ ନା ଜିରା ଜିରା ହଉ ଥାଉଛି ଥାଉଛି ଯା ତରକାରୀ କ'ଣ ଆଣିଛୁ ଆଉ କ'ଣ କରୁଛୁ ସକାଳୁ ଉଠି ସେତେବେଳୁ ଇଏ ଗୋଟେ ଛୁଆ ଶୋଇକି 10ଟା ପର୍ଯ୍ୟନ୍ତ ଉଠୁଛି ଉଠିକି ତା ଦେହରେ ରୋଷେଇବାସ ବି କରୁନାହିଁ ଗୋଟେ ଗଲାନି ଶିବାନୀ ଭାତ ଧରିକି ଆଇଲା ଖାଇଦେବା ଦୁଇଟା ଆଉ ପଖାଳ ଧରିକି ଆଇଛି ତାପରେ 4ଟା 5ଟା ଗରମ ଖାଇବା ପ୍ଲାଷ୍ଟିକ ମାଛ ସେଟା 17 ଅରିଜିନାଲ ମାଛ ନୁହେଁ ତୁ ଭାଜିକି ଖାଇବୁ ତାକୁ ନା ସେଟା ପ୍ଲାଷ୍ଟିକ ମାଛ ବା କାଲିକି ମାଛ ଆଣିବା ଖାଇବୁ କାଲିକି ମାଛ ଆଣିଲେ ତୁ ଖାଇବୁ ହଁ ଏଟା ପ୍ଲାଷ୍ଟିକ ମାଛ ବା ଏଟା ଭଜା ହବନି ମାଛ କେମିତି ଖାଇବୁ ହଁ ସେମିତି ଖାଇବୁ ହଉ ମୁଁ କାଲିକି ଆଣିଲେ ଭଲ ମାଛ ଖାଇବୁ ଏଇଟା ପ୍ଲାଷ୍ଟିକ ମାଛ ଖେଳନ୍ତି ବା ଏଇଟା ଭଜା ଯାଏନି କହୁଛି ବାହାରେ ଖାଇବା ପାଇଁ ଥାଉ ସେ ପ୍ଲାଷ୍ଟିକ ପାଟ ହଁ ସେମିତି ଖାଇବୁ ପ୍ଲାଷ୍ଟିକ ପାଟି ପୁରନ୍ତିନି ରୋଗ ହବ କ'ଣ କୋବି ତରକାରୀ ପୁଟଳ ଆଣିଥିଲି ବା ଖରାପ ହେଇଯାଉଛି ପୋକ ହେଇଯାଇଛି ରହିଲାନି 4-5 ଦିନ ଭିତର ଗୁଡା ନୁହଁ ଦେଖ ଦେଖୁନ କୋବିଟା ଦେଖୁଛି ଏଇ ତମେ ଦେଖୁନ ଏଇ ଦେଖ ଭିତର ଗୁଡା ଏମିତି ସବୁ ଅସନା ଲାଗୁଛି ଖାଇବାକୁ ଏଇ ଦେଖ ଭିତର ଗୁଡା ଏମିତିଆ ରହିଲାନି ବହୁତ ଦିନ ନାଇଁ ପୋକ ଖାଇକି ଝାଡା କରୁଛି ଭିତରେ ଦେଖିନ ନା କୋବି ମେଲେଇ ଦେଲେ ଏବେ ତ କୋବି ଗୁଡା ଏମିତି ପୋକ ହବ ଆଉ ବହୁତ ଦିନ ରହିଲାନି ତ ଆଗରୁ ହଁ ବହୁତ ଦିନ ରହିଲେ ସିନା ଉପରଟା ଏମିତି ହେଇଯିବ ଭିତରଟା ଯୋଉ ପୋକ ଖାଇକି ଝାଡା କରୁଛି ଭିତରେ ଭଲ ଲାଗୁନି ବାଛି ଖାଇବାକୁ ଅସନା ଲାଗୁଛି କୋଉରେ ଝାଡା ମାଡା କରିକି କ'ଣ କରୁଛନ୍ତି ଡାଲି କ'ଣ ବସିଛି ଡାଲି କରୁଛୁ ନା କ'ଣ ଡାଲି ଏଇଟା କୋବିଟା କଷା ହବ 2 ପ୍ରକାର ତରକାରୀ କରିଦେଉଛି ଏକାଥରେ ବାବା ନା ମାତା ତମେ ଖୋଜୁଛ ଜାଣିପାରୁନ ବୋଧେ ମୋର ତ ବଢିଆ ସୁବିଧା ମୁଁ ଖାଲି ଡାଲି କରିଦେବି ମତେ ବଢିଆ କହୁନ ଖାଲି ଡାଲି କରିଦେବି ଖାଲି ଡାଲି କରିଦେବି ମଣିଷ ଖାଲି ଆଉ ପୁଣି ଏବେ କହୁଛ ମଣିଷ ପଶୁ ପୁଣି କହୁଛ 2ଟା କରୁଛୁ କି କଥା ତମ ଡବଲ କଥା ମ କହୁଛ ଡାଲି ଖାଲି ଡାଲି କରେ ପୁଣି କହୁଛ କୋବି ତ ତରକାରୀ କରିଥାନ୍ତୁ ହେଇଯାଇଥାନ୍ତା ଡାଲି ତରକାରୀ ହେଇଥାନ୍ତାନି କୋବି ଏତିକି ଟିକେ ବାହାରିଲା ସେତିକି ହଁ କର ଗଛୁ ତ ଆଉ କ'ଣ ଏତିକି ଟିକେ କୋବି ବାହାରିଲା ମିକୁ ଖାଇବ ପୁଣି ତା ପାଇଁ ସନ୍ଧ୍ୟାକୁ ଟିକେ ରହିବ ଆମେ 2 ଜଣ ପାଇବନି କଲା ବେଳକୁ ବଡ କୋବିଟା ହେଇଥିଲା କ'ଣ କ୍ଲିପ୍ ମାରିଦେଇଛୁ ମୁଣ୍ଡରେ ଏ ଚୁଟି ଆଗକୁ ପଳେଇ ଯାଉଛି ଗରମ ଲାଗୁଛି
ସେ ହେଇ ବଡ଼ ଫ୍ୟାନ୍ ଆଗରେ ଟିକେ ବସିଥିଲା ତା ଝାଳ ଶୁଖିଥାନ୍ତା ମୁଁ ଯାଇକି ଆଣିଥାନ୍ତି ଡାଲି ଡବ ଘେରି ତମ କାହିଁ ମୁଁ ସେ ବଡ଼ ଫ୍ୟାନ୍ ମୁଁ ବସିଛି ମୁଁ ଏଠି ଫୋଲ୍ଡିଂ କରି ଭିତରେ ଆଉ ସେ କୋଉଠି ସେଠି ବସିବ ଟିକେ ଲଗେଇଲେ ଫୋନ୍ ଝାଳ ବସିଛି ସାମ୍ନାରେ ସିଆଡ଼କୁ ନେଇକି ଯା ପଡ଼ିବ ଉପରେ ଚାଲୁନି ଏଇ ଫ୍ୟାନ୍କୁ ଲାଗେ ନା ଫ୍ୟାନ୍ ଚାଲିଲା ହଁ ଫ୍ୟାନ୍ ଚାଲିଛି ଆହୁରି ଅଧଘଣ୍ଟା ଲାଗେ ରୋଷେଇ ସରିଲା ବେଳକୁ ନା ଅଧଘଣ୍ଟେ କୋଡ଼ିଏ ଏବେ ହବନି ଡାଲିଟା ବଘାରି ଦେଲା ପରେ ତାକୁ ଗାଧେଇବି ଖୁଆଇବି ବର୍ଷା ହେଲା ବେଳକୁ 3ଟା କମ୍ ଯାଉଛି କାମ କରି ମୁଁ ଖାଇଲା ବେଳକୁ 4ଟା 5ଟା ତୋର ଯେତେବେଳେ କରି ଖାଉଛି ଖା ଏଇଟା କ'ଣ ରଖିଛୁ ଆଉ ଏରା ମୋ ଷ୍ଟେସନ ବାନ୍ଧିକି ରଖିଛୁ ଏଠି ଏରା ବଳକା ଜିନିଷ ଗୁଡ଼ା ବେଗରୁ ଯେତିକି ବଳକା ଜିନିଷ ଗୁଡ଼ା ତୁ ଦେଖୁଥାଉ କେମିତି ମୋବାଇଲ ଓହ୍ଲେଇ କ'ଣ ବେ ମଙ୍ଗଳା ହେଇଯିବ ମଙ୍ଗଳା ହେଇଯିବ ତାର ଆମ ପୁଅ ତଳେ ଥିଲା ତାକୁ ଛାଡ଼ିବାକୁ ଯାଇଥିଲି ଉପରକୁ ଯାଉ ତୋର କାମ କରିବା କାମ ଅଛି ସେ ଆମ ପୁଅ ଗାଧେଇ ଖାଇବ ମୋର କାମ ସେଠି ପଡ଼ିଛି ଯାହା କରିବା ଆଉ ଯାଉଛି ଏବେ ତଳକୁ ପାଣି ଗୋଟେ ବୋତଲ ଧଇଲି ଏବେ ଭିତରକୁ ଆସିଲି ଏ ଯେଉଁ ଗରମ ହେଉଛି 15 ମିନିଟ୍ ଥରେ ଶୋଷ ଲାଗୁଛି ପାଣି ଶୋଷ ଲାଗୁଛି ପାଣି ଧରିକି ବୋତଲ ଗୋଟେ ରହିଲା ଥୁଆ ହେଲା ଶୋଷ ଲାଗିଲେ ପାଣି ପିଆଯିବ ଏବେ କାମ ଆରମ୍ଭ କରିବା ଗରମ ପାଗ ଫ୍ୟାନ୍ ଦେଇଦେବା ଟିକେ ଷ୍ଟାଣ୍ଡ ଫ୍ୟାନ୍ ପକେଇ ରେଡ଼ି କରିକି ଯାଇଥିଲି ବାଲ୍ପୁରା ଘୁରେଇ ଗାଡ଼ି ରଖିଦେଇକି ଯାଇଛି ଏବେ ଆସିଲି ପାଣି ଧରିକି ଏବେ କାମ ଆରମ୍ଭ ହେବ ଆଉ ଚାଉଳ ସେଠି ସବୁ ଓଜନ ହେଇକି ବସ୍ତା ହେଇକି ଥୁଆ ହେଇଛି ସେଟା ଆଜି ଯିବ ଗୋଦାମ ସବୁ କାମ ସାରି କମ୍ପାନୀରୁ ଅପେକ୍ଷା ବାହାରିକି ଆଇଲି ପୁରା ଦେହ ସାରା ଓଦା ଏତେ ଆଜି ଗରମ ହେଉଛି ମୁଣ୍ଡ ଖରାପ ପୁରା ଗଞ୍ଜି ଫଞ୍ଜି ସବୁ ପୁରା ଓଦା ହେଇଯାଇଛି ଆଉ ଯାଉଛି ଏବେ ଟିକେ ଫ୍ୟାନ୍ ବସିବି ଖରା ଆଜି ଜୋରରେ ହେଉଛି କାଲିଠାରୁ ଆଜି ଅଧିକ ଖରା ମୁଣ୍ଡ ଫଟ ବିନ୍ଧିଲାନି ଜୋରରେ ତାପରେ ଯିବା ଟିକେ ଫ୍ୟାନ୍ ବସି ପଡ଼ିଆ ଯାଇକି ଟିକେ ଆଉ ମାଲିକ ଏଠି ଖେଳୁଛନ୍ତି ଦେଖ ଏଇ ଦେଖନ୍ତୁ ମାଲିକ ସକାଳୁଠୁ ମୋ ପଛରେ ଗୋଡ଼େଇଛନ୍ତି କ'ଣ ପାଇଁ କହିଲେ ଏ ମାଲିକ ସକାଳୁଠୁ ପଛରେ ଗୋଡ଼େଇଛନ୍ତି ଯେ ତାର ଗୋଟେ ଛୋଟ ସାଇକେଲ ଅଛି ଚକା ମୁଁ କାଢ଼ି ଦେଇଥିଲି ସାଇକେଲ ପଛ ଲାଗେ ଛୋଟ ଚକା ଦୁଇ ସାଇଡ଼୍ରେ ଲାଗେ ଛୋଟ ସେଇଟା କାଢ଼ି ଦେଇଥିଲି ସେଇଥିପାଇଁ ସେ ଚକା ଲଗେଇବା ପାଇଁ ମୋ ପଛେ ସକାଳୁଠୁ ଗୋଡ଼ଉଛି ଯେ ଚାଲ ଲଗେଇଦେବ ସାଇକେଲ ଚକା ଲଗେଇଦେବ ଚାଲ ମୁଁ ଚଲେଇବି ମାନେ ଆଜି 3:30 ବାଜିଲାନି ତାଙ୍କ ଘରେ ସବୁ ଶୋଇଛନ୍ତି ଇଏ ବାବୁ ଆସିକି ମୋ ପଛ ଲାଗିଛନ୍ତି ଯେ ଚାଲ ସାଇକେଲ ଚକା ଲଗା ଆସିକି ଚକା ଲଗା ଏଇ ଯାଉନୁ ଶୋଇବୁ ଯାଉନୁ ମାମା ହେରିକା ଶୋଇଛନ୍ତି ଶୋଇବୁ ଯାଉନୁ ହଁ ଦୁଷ୍ଟ ଭଲ ନୁହଁ ମାମା ହେରିକା ଯାଉନୁ ଶୋଇବୁ ଯାଉନୁ ମାମା ହେରିକା ଶୋଇଛନ୍ତି ଯାଉନୁ କ'ଣ ପାଇଁ ଯାଉନୁ ଯା ଯାଉନୁ ମାମା ଶୋଇଲେନି ଯା ଶୋଇବୁ ଯାଉନୁ ଯା ଯା 5ଟା ବେଳକୁ ଲଗେଇଦେବି ଚକା ଯା ସାଇକେଲ ଯା ହଁ ଅଭିକା 5ଟା ବେଳକୁ ତୋର ଚକା ଲଗେଇଦେବି ଯା ତାର ସାଇକେଲ ଟିକେ ଦୁଇଟା ଦୁଇ ସାଇଡ଼୍ ଛୋଟ ଚକା ଦୁଇଟା ଲଗେଇଦେବା ଏବେ ସେ ସକାଳୁଠୁ ମୋ ପଛରେ ଗୋଡ଼େଇଛି ଲଗେଇବା ପାଇଁ ଲଗେଇଦେବା ଆଉ ତାପରେ ଏବେ ଖବେ ଖରା ଏବେ ଗଡ଼ିବ ବର୍ଷା ହେବ ବୋଧେ ସାଇକେଲ ଆଣିଲୁ ସାଇକେଲ ଧରିକି ଆସିଲା ଦୁଇଟା ମିଳିଗଲା ଦୁଇଟା ଯିବା ନଟ୍ ନେଇକି ଆସିବା ନଟ୍ ନାହିଁ ତାର ଆମର ନଟ୍ ଅଛି ଏଇଠି ମେଚମୁଣ୍ଡ କମ୍ପାନୀ ଭିତରେ ସେଇ ନଟ୍ ନେଇକି ଲଗେଇଦେବା ଆଉ ସେ ଚକା ଦୁଇଟା ମୁଁ ଖୋଲି ଦେଇଥିଲି ସେ ତା ମାମା କହିଲେ ଖୋଲିଦେ ବଡ଼ ହେଇଲାଣି ଚଲେଇବ ଆଉ ଚକା ଲାଗିଲା ସେ ଚକା ଲଗେଇଲେ ଚଲା ଶିଖିପାରିବ ଖୋଲି ଦେଇଥିଲି ଯେ କିନ୍ତୁ ଚଲେଇ ପାନି ସାଇକେଲ ସେଇ ନଟ୍ ଆଣେ ସାଇକେଲଟା ଏଇଠିକି ନେଇ ଆସିବୁ ଯା ହଁ ସାଇକେଲ ସେ ଚକା ନେଇ ପଳେଇ ଏଇଠି ସେଇଠିକି ଆଣିଲେ ଏଇଠି ନେଞ୍ଚି ମେଞ୍ଚି ଅଛି ସବୁ ଲଗେଇଦେବା ଆଉ ସାଇକେଲ ସିଧା ଛିଡ଼ା ହେଇପାରୁନି ଆଉ ହଉ ସିଧା କରେ ଦେଖେ ଲଟ୍ ଦେଖେ ମୁଁ କେଉଁ ସାଇଜ୍ ନଟ୍ ଲାଗିବାର ଏଇ ଲଟ୍ ଲାଗିବ ହଁ ଲାଗିବ ଏଇଟା ଭଲ ନଟ୍ ଦୁଇଟା ଆଣେ ଏ ନଟ୍ ହବ ଲାଗୁନାହିଁ ପୁରୁଣା ନଟ୍
ତୋ ମାମା କହିଲା ସାଇକେଲ ନ ଲଗେଇବାକୁ ଏ ଚକା ଲଗେଇବାକୁ ହଁ ଡହରା ଆଉ ତୁ ଭଲ ଭଲ ନା ତୁ ମାଲିକ ସାଇକେଲ ଆଜି ଚଲେଇବେ ଏଇଠି ବାଡ଼ିକି ନଟ ବାହାର କରନ୍ତି ସବୁ ଜାଣିଛୁ ମାଲିକ ଆଉ ମାଲିକର ଏତେ ପୁରା ରେଡ଼ି ହେଇଗଲା ହଁ ଚାଲୁଛି ଠିକ୍ ଅଛି ତ ପ୍ଲେନ୍କୁ ଚାଲ ସେଠି ଚାଲିବନି ଖାଲରେ ଅଛି ଶୋଇନୁ ଚୁରା ହଁ କ'ଣ କରୁଛୁ ନ ଶୋଇକି ହଁ ଯେତେବେଳେ ସେତେବେଳେ ଚାହିଁକି ରହୁଛୁ ଶୋଉ ଦୁଇ ପର ଶୋଉନୁ ସନ୍ଧ୍ୟା ହେଲା ତୋ ନିଦ ଜୋର ହେଉଛି ଲାଗୁଛି କାହିଁ ଦୋକାନ କାହିଁ ଦେଖେଇଲୁ ହଁ ବାପା ଚିକେନ୍ କଷା ଆଉ ଖାଇଦେବି ଏଇଠି କ'ଣ କରୁଥିଲୁ ସେତେବେଳେ ହଁ 4ଟା ବାଜିଲାଣି ତୁ ଖାଇନୁ ଭାତ ଏଠି ହଁ ଏତେ ତରକାରୀ କ'ଣ ଦେଇଛୁ ମୋତେ ନେଇଯାଉନୁ ଅଳ୍ପ ହଁ ହଁ ଖାଇଦେ ବାପା ଡାଲିରେ ପିଆଜ